हेलो भाई नमस्कार ମୁଁ ଆଦର୍ଶ ଆପଣ ଦେଖୁଛନ୍ତି ଓଡ଼ିଆ ଟିଭି 12 ମାର୍ଚ୍ଚ ଚାଲନ୍ତୁ ଜାଣିନେବା ଟପ୍ ନ୍ୟୁଜ୍ ଅପଡେଟ୍ ଦେଶ ବିଦେଶରୁ ଆରମ୍ଭ କରି ଓଡ଼ିଶାର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଖବରର ପରିଣତ ପାଇବା ତା ପୂର୍ବରୁ ଭିଡ଼ିଓ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିବେ ଯାହାଦ୍ୱାରା ଆପଣ ଏଭଳି ଟପ୍ ନ୍ୟୁଜ୍ ଅପଡେଟ୍ ସର୍ବପ୍ରଥମେ ଜାଣିପାରିବେ। ପ୍ରତି ଖବର ମହଙ୍ଗା ହେବ ଡାଲି ଦେଶରେ ଡାଲି ସଂକଟ ଗମ୍ଭୀର ହେବାରେ ଲାଗିଛି। ସର୍ବନିମ୍ନ ସହାୟକ ମୂଲ୍ୟ ଅପେକ୍ଷା ଖୋଲା ବଜାରରେ ଡାଲି ମୂଲ୍ୟ ଅଧିକ ଥିବାରୁ ସରକାରୀ କ୍ରୟ ପ୍ରଭାବିତ ହୋଇଛି। ଏହି କାରଣରୁ ସରକାରୀ ଗୋଦାମରେ ଡାଲିର ବଫର ଷ୍ଟକ୍ ଏହାର ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ଏହି ପରିସ୍ଥିତିରେ ହୁ ହୁ ହୋଇ ବୃଦ୍ଧି ପାଉଥିବା ଡାଲି ଦର ନିୟନ୍ତ୍ରିତ କରିବା ସରକାରଙ୍କ ପାଇଁ ବଡ଼ କଷ୍ଟକର ହୋଇପାରେ। କେନ୍ଦ୍ର ସରକାର ଚାଷୀଙ୍କଠାରୁ 100% ହରଡ଼ ମୁଗ ଏବଂ ମସୁର ଡାଲି କିଣିବାକୁ ପ୍ରତିଶ୍ରୁତି ଦେଇଛନ୍ତି, କିନ୍ତୁ ଖୋଲା ବଜାରରେ ଏହାର ଦର ସର୍ବନିମ୍ନ ସହାୟକ ମୂଲ୍ୟ ଅପେକ୍ଷା ଅଧିକ ରହିଥିବା ମୂଲ୍ୟ ହେତୁ ଆବଶ୍ୟକତା ଅନୁଯାୟୀ ସରକାରଙ୍କ ଦ୍ୱାରା ଡାଲି କ୍ରୟ କରାଯାଇପାରୁନାହିଁ। ବର୍ତ୍ତମାନ ଘରୋଇ ବଜାରରେ ବିଭିନ୍ନ କିସମର ହରଡ଼ ଡାଲି କିଲୋ ପିଛା 150ରୁ 160 ଟଙ୍କା ମଧ୍ୟରେ ବିକ୍ରି ହେଉଛି। ସେହିପରି ମୁଗ ଡାଲି କିଲୋ ପିଛା 110 ଟଙ୍କା ରହିଥିବା ବେଳେ ମସୁର ଡାଲି କିଲୋ ପିଛା 100ରୁ 120 ଟଙ୍କା ମଧ୍ୟରେ ବିକ୍ରି ହେଉଛି। ସାମ୍ପ୍ରତିକ ବଫର ଷ୍ଟକ୍ର ଅବସ୍ଥା ଦେଖିବା ପରେ ଡାଲି ମୂଲ୍ୟ ବୃଦ୍ଧି ସମ୍ଭାବନାକୁ ବିଚାରକୁ ନେଇ କେନ୍ଦ୍ର ସରକାର ହଳଦିଆ ମଟର ଡାଲି ଆମଦାନୀ କରି କ୍ଷତି ଭରିବାକୁ ଚେଷ୍ଟା କରିଛନ୍ତି। ପରବର୍ତ୍ତୀ ଖବର ଟିମ୍ ଇଣ୍ଡିଆର 2027 ବିଶ୍ୱକପ୍ ପ୍ରସ୍ତୁତି କ୍ରୀଡ଼ା ସୂଚୀରେ 27ଟି ଦିନିକିଆ ଖେଳିବ ଭାରତ। ଟିମ୍ ଇଣ୍ଡିଆ ମାତ୍ର 9 ମାସ ଭିତରେ 2ଟି ଆଇସିସି ଟ୍ରଫି ଜିତିଛି। ରୋହିତ ଶର୍ମାଙ୍କ ନେତୃତ୍ୱରେ ଦଳ 2024 ଟି20 ବିଶ୍ୱକପ୍ ଓ 2025 ଆଇସିସି ଚାମ୍ପିୟନ୍ସ ଟ୍ରଫିରେ ଚାମ୍ପିୟନ୍ ହୋଇଛି। ଆସନ୍ତା ବର୍ଷ ଟି20 ବିଶ୍ୱକପ୍ ଏବଂ 2027 ଦିନିକିଆ ବିଶ୍ୱକପ୍ କ୍ରୀଡ଼ାସୂଚୀ ରହିଛି। ଆଗାମୀ ଦିନିକିଆ ବିଶ୍ୱକପ୍ ପୂର୍ବରୁ ଭାରତୀୟ ଦଳ 27ଟି ଦିନିକିଆ ଖେଳିବାର କାର୍ଯ୍ୟକ୍ରମ ରହିଛି। ଟିମ୍ ଇଣ୍ଡିଆ ଆଗାମୀ ଅଗଷ୍ଟରୁ ସେପ୍ଟେମ୍ବର ମଧ୍ୟରେ ଘରୋଇ ବାଂଲାଦେଶ ବିପକ୍ଷରେ 3 ମ୍ୟାଚ୍ ବିଶିଷ୍ଟ ଦିନିକିଆ ସିରିଜ୍ ଖେଳିବ। ବାଂଲାଦେଶ ଗସ୍ତ ପରେ ଭାରତ ଅକ୍ଟୋବର ନଭେମ୍ବର ଅଷ୍ଟ୍ରେଲିଆ ବିପକ୍ଷରେ 3ଟି ଦିନିକିଆ ଖେଳିବ। ଏହି ସିରିଜ୍ ପୂର୍ବରୁ ଏସିଆ କପ୍ ଟି20 କ୍ରୀଡ଼ାସୂଚୀ ରହିଛି। ପରବର୍ତ୍ତୀ ଖବର ଓଡ଼ିଶାରୁ ପଶ୍ଚିମବଙ୍ଗକୁ ଚୋରାଚାଲାଣ ବେଳେ ମଇଁଷି ପୋଲ ଜବତ କଲା ପୋଲିସ। ମୟୂରଭଞ୍ଜ ଜିଲ୍ଲା ମୋରଡ଼ା ଥାନା ଅଧିକ ଖୁରୁଣ୍ଟିଆ ନିକଟରୁ 185 ମଇଁଷି ଉଦ୍ଧାର କରାଯାଇଛି। ଓଡ଼ିଶାରୁ ପଶ୍ଚିମବଙ୍ଗକୁ ମଇଁଷି ପୋଲ ଚୋରାଚାଲାଣ କରୁଥିଲେ ଗୋରୁ ମାଫିଆ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ପୋଲିସ ଚଢ଼ାଉ କରି ଖୁରୁଣ୍ଟିଆ ନିକଟରେ ଚୋରାଚାଲାଣକୁ ଅଟକାଇଥିଲା। ପରବର୍ତ୍ତୀ ଖବର ଡିଜିଟାଲ ପେମେଣ୍ଟ ହେବାକୁ ଯାଉଛି ମହଙ୍ଗା। ଭାରତରେ ଡିଜିଟାଲ କାରବାର ପ୍ରତି ଲୋକଙ୍କ ଆଗ୍ରହ ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ୟୁପିଆଇ ଏବଂ ରୂପେ ଡେବିଟ୍ କାର୍ଡ ବ୍ୟବହାରରେ ଏକ ବିରାଟ ବୃଦ୍ଧି ଦେଖାଯାଇଛି। ଡିଜିଟାଲ ଇଣ୍ଡିଆକୁ ପ୍ରୋତ୍ସାହିତ କରିବା ପାଇଁ ସରକାରଙ୍କ ଦ୍ୱାରା ନିଆଯାଉଛି ପଦକ୍ଷେପ ଏବଂ ଲୋକଙ୍କର ବର୍ଦ୍ଧିତ ଡିଜିଟାଲ ସଚେତନତା ଯୋଗୁଁ ଆଜି ଦେଶର ବହୁ ସଂଖ୍ୟକ ଲୋକ ନଗଦହୀନ କାରବାରକୁ ପସନ୍ଦ କରୁଛନ୍ତି। ରିପୋର୍ଟ ଅନୁଯାୟୀ ବ୍ୟାଙ୍କିଂ ଶିଳ୍ପ ପକ୍ଷରୁ ସରକାରଙ୍କୁ ଏକ ପ୍ରସ୍ତାବ ମଧ୍ୟ ପଠାଯାଇଛି। ଏହି ପ୍ରସ୍ତାବରେ କୁହାଯାଇଛି ଯେ ଯେଉଁ ଦୋକାନୀଙ୍କ ବାର୍ଷିକ କାରବାର 40 ଲକ୍ଷ ଟଙ୍କାରୁ ଅଧିକ ସେମାନଙ୍କ ଉପରେ ଏମ୍ଡିଆର୍ ଲାଗୁ କରାଯିବ। ପରବର୍ତ୍ତୀ ଖବର ଆରମ୍ଭ ହୋଇଛି ଲକ୍ଷପତି ଦିଦି କର୍ମଶାଳା। ରାଜ୍ୟର ସବୁ ଜିଲ୍ଲାରେ ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି ଲକ୍ଷପତି ଦିଦି କର୍ମଶାଳା। କେନ୍ଦ୍ର ସରକାରଙ୍କ ସହଭାଗୀରେ ଓଡ଼ିଶା ଜୀବିକା ମିଶନ ମାଧ୍ୟମରେ ରାଜ୍ୟ ସରକାର ଲକ୍ଷପତି ଦିଦି ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ଏହାକୁ ସଫଳ କରିବା ଲାଗି 2 ଦିନ ଧରି ହେବାକୁ ଥିବା ଏହି କର୍ମଶାଳାରେ ପ୍ରତ୍ୟେକ ଜିଲ୍ଲାର କମ୍ୟୁନିଟି ରିପୋର୍ଟ ଷ୍ଟାଫ୍, ସମ୍ଭାବ୍ୟ ଲକ୍ଷପତି ଦିଦି ଓ ଲକ୍ଷପତି ଦିଦି ଉପସ୍ଥିତ ରହିବେ। ପରବର୍ତ୍ତୀ ଖବର ହୋଲି ସମୟରେ ଯାତ୍ରୀ ଭିଡ଼ ଏଡ଼ାଇବା ପାଇଁ ପୂର୍ବତନ ରେଳପଥର ବଡ଼ ପଦକ୍ଷେପ, ଚାଲିବ ସ୍ୱତନ୍ତ୍ର ଟ୍ରେନ୍। ଯାତ୍ରୀ ଚାହିଦାକୁ ଦୃଷ୍ଟିରେ ରଖି ଏବଂ ଗୁରୁତ୍ୱପୂର୍ଣ୍ଣ ଟ୍ରେନ୍ ରୁଟ୍ରେ ଚାଲିଥିବା ନିୟମିତ ଟ୍ରେନ୍ରେ ଯାତ୍ରୀମାନଙ୍କ ଅତିରିକ୍ତ ଯାତ୍ରା ଭିଡ଼କୁ ଦୂର କରିବା ପାଇଁ ପୂର୍ବତନ ରେଳପଥ ପକ୍ଷରୁ ହୋଲି ଉତ୍ସବ ସମୟରେ ସ୍ୱତନ୍ତ୍ର ଟ୍ରେନ୍ ଚଳାଚଳ କରିବାକୁ ନିଷ୍ପତ୍ତି ନିଆଯାଇଛି। ପୂର୍ବତନ ରେଳପଥ ସୀମାରେଖା ମଧ୍ୟରୁ 3 ଯୋଡ଼ି ହୋଲି ସ୍ପେଶାଲ ଟ୍ରେନ୍ ଚେର୍ଲାପଲ୍ଲୀ, ହାଇଦ୍ରାବାଦ, କୋଲକାତା ଏବଂ ବାଙ୍ଗାଲୁରୁ ଚଳାଚଳ କରିବା ପାଇଁ ଯୋଜନା କରାଯାଇଛି। ପରବର୍ତ୍ତୀ ଖବର ଚିନ୍ତା ବଢ଼ାଇଲାଣି ଗ୍ରୀଷ୍ମ ପ୍ରବାହ। ମାର୍ଚ୍ଚ ମାସ ଯେତିକି ବଢ଼ୁଛି ରାଜ୍ୟରେ ଖରାର ପ୍ରକୋପ ମଧ୍ୟ ଦିନକୁ ଦିନ ବଢ଼ିବାରେ ଲାଗିଛି। ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟରେ ତାତି ଛୁଇଁଛି 39 ଡିଗ୍ରୀ। ତେଣୁ ପ୍ରଚଣ୍ଡ ରୌଦ୍ରତାପ ନେଇ ସତର୍କ କରାଇଲା ଏସ୍ଆର୍ସିଙ୍କ ଅଫିସ। ପାଣିପାଗ କେନ୍ଦ୍ରର ଆକଳନ ଅନୁସାରେ ରାଜ୍ୟରେ ତାପମାତ୍ରା 40 ଡିଗ୍ରୀ ଛୁଇଁପାରେ। ବିଶେଷ କରି ଆଭ୍ୟନ୍ତରୀଣ ଓଡ଼ିଶାରେ 4ରୁ 5 ଦିନ ଭିତରେ 3ରୁ 4 ଡିଗ୍ରୀ ତାପମାତ୍ରା ବଢ଼ିବା ଅନୁମାନ କରାଯାଇଛି। 13 ଓ 14ରେ ପଶ୍ଚିମ ଓଡ଼ିଶାରେ ହୋଇପାରେ ନିଆଁ ବର୍ଷା। ପରବର୍ତ୍ତୀ ଖବର ସ୍ପଷ୍ଟ କଲା ନାସା। ଷୋହଳରେ ପୃଥିବୀ ଫେରିବେ ସୁନିତା ୱିଲିୟମ୍ସ। ମାତ୍ର 8 ଦିନ ପାଇଁ ମହାକାଶକୁ ଯାଇଥିବା ମହାକାଶଚାରୀ ସୁନିତା ୱିଲିୟମ୍ସ ଏବଂ ତାଙ୍କ ସହଯୋଗୀ ବେଲି ୱିଲିମୋର ଦୀର୍ଘ 9 ମାସ ଧରି ଅନ୍ତର୍ଜାତୀୟ ମହାକାଶ
କେନ୍ଦ୍ରରେ ଫସି ରହିଛନ୍ତି। 2024 ଜୁନ୍ 5ରେ ଯାତ୍ରା କରିଥିବା ଏହି ଦୁଇ ମହାକାଶଚାରୀଙ୍କ ଭୂପୃଷ୍ଠକୁ ଫେରିବା ଆଣିବା ଲାଗି ବିଗତ ଦିନରେ ବହୁ ଉଦ୍ୟମ କରାଯାଇଥିଲେ ମଧ୍ୟ ବିଭିନ୍ନ କାରଣରୁ ନେଇ ଏହା ସମ୍ଭବ ହୋଇନଥିଲା। ତେବେ ସୁନିତା ଏବଂ ୱିଲିୟମ୍ସଙ୍କ ଫେରିବା ନେଇ ନାସା ପକ୍ଷରୁ ସ୍ପଷ୍ଟ କରାଯିବା ସହିତ ସେମାନେ ଚଳିତ ମାସ 16 ତାରିଖରେ ପୃଥିବୀ ଫେରି ଆସିବେ ବୋଲି କୁହାଯାଇଛି। ପରବର୍ତ୍ତୀ ଖବର ମ୍ୟାଚ୍ ବିଜୟୀ ପରେ ହାର୍ଦ୍ଦିକ ପାଣ୍ଡ୍ୟା ପିନ୍ଧିଲେ କୋଟି କୋଟି ଘଣ୍ଟା। ଆଇସିସି ଚାମ୍ପିୟନ୍ ଟ୍ରଫି ଟିମ୍ ଇଣ୍ଡିଆ ହୋଇଛି ବିଜୟୀ। ମ୍ୟାଚ୍ ଜିତିବା ପରେ ଟିମ୍ ଇଣ୍ଡିଆ ଏବଂ ଭାରତୀୟ ଫ୍ୟାନ୍ସଙ୍କ ମଧ୍ୟରେ ଛୁଟିଛି ଖୁସିର ଲହରୀ। ବିଜୟ ପରେ ଟିମ୍ ଇଣ୍ଡିଆର ହାର୍ଦ୍ଦିକ ପାଣ୍ଡ୍ୟା ଟ୍ରଫି ସହ ଆସିଥିଲେ ନୟର, ଯାହାର ଭିଡିଓ ସୋସିଆଲ ମିଡିଆରେ ହୋଇଥିଲା ଭାଇରାଲ। ଇନ୍ଷ୍ଟା ଆକାଉଣ୍ଟ ଅନୁଯାୟୀ ହାର୍ଦ୍ଦିକ ପାଣ୍ଡ୍ୟା ପିନ୍ଧିଥିଲେ ରିଚାର୍ଜ ମିଲେ RM2704 ଘଣ୍ଟା। ଏହି ଘଣ୍ଟାର ଦାମ $2.5 ନିୟୁତ ଆମେରିକୀୟ ଡଲାର। ଏହି ଘଣ୍ଟା ଭାରତୀୟ ମୂଲ୍ୟରେ ପ୍ରାୟ 21 କୋଟି 8 ଲକ୍ଷ ଟଙ୍କା। ପରବର୍ତ୍ତୀ ଖବର ପ୍ରେମିକା ପାଇଁ ପରୀକ୍ଷା ଦେଇ 34 ଗିରଫ। ଏବେ ହରିୟାଣାରେ 10ମ ବୋର୍ଡ ପରୀକ୍ଷା ଚାଲିଛି। ଅନ୍ୟ ଛାତ୍ରଛାତ୍ରୀଙ୍କ ସ୍ଥାନରେ ପରୀକ୍ଷା ଦେଉଥିବା ଅଭିଯୋଗରେ ହରିୟାଣା ପୁଲିସ 34 ଜଣଙ୍କୁ ଗିରଫ କରିଛି। ହରିୟାଣା ନୁହର ଆଉଣ୍ଡ ଅତାବଲି ପବ୍ଲିକ ସ୍କୁଲରୁ ଏହି ମାମଲା ସାମ୍ନାକୁ ଆସିଛି। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ କରିବେ ଏବଂ ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍ କ୍ଲିକ୍ କରିବେ। ଭିଡ଼ିଓଟି ସମ୍ପୂର୍ଣ୍ଣ ଦେଖିଥିବାରୁ ଧନ୍ୟବାଦ।